କହିଲେ ପ୍ରକାଶିତ ତାର 3 ଅଧ୍ୟାୟ 11 ପଦରେ ଟିକେ ପଠନ କରିବେ। ସେ ବାକ୍ୟ କଣ ଲେଖା ଯାଇଛି? ଆମ୍ଭେ ଶୀଘ୍ର ଆସୁଛୁ। ଆମ୍ଭେ ତୁମର ମୁକୁଟ ଯେପରି କେହି ହରଣ ତୁମର କରି ନ ମୁକୁଟ ନିଏ, ଯେପରି କେହି ହରଣ କରି ନ ନିଏ, ଏଥି ନିମନ୍ତେ ତୁମର ଯାହା ଅଛି ତାହା ଏଥି ନିମନ୍ତେ ତୁମର ଯାହା ଅଛି ତାହା ଦୃଢ଼ ରୂପେ ଧରି ରଖ। ଦୃଢ଼ ରୂପେ ଧରି ରଖ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା। କେମିତି ଦୃଢ଼ ରୂପେ ଧରି ରଖିବା? ମା ଓ ଭଉଣୀ ମାନେ, ଭାଇ ମାନେ କେମିତି ଧରି ରଖିବା ଦୃଢ଼ କରିକି? ଆମ ମାନଙ୍କ ଗୋଟେ ଗୋଟେ ମୁକୁଟ, ଏ ମୁକୁଟ କୁହାଯାଏ ଆମମାନଙ୍କ ଯେଉଁ ଉଦ୍ଦେଶ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଦିନରେ ଆମମାନଙ୍କ ତା ସ୍ମରଣ ନିଏ। ଆଜି ଏଇ ମୁକୁଟ ଦିଆଯାଇଛି। ମୁକୁଟ ଯେପରି ପତିତ ନ କରେ, ଶେଷ ପର୍ଯ୍ୟନ୍ତ ଯେଉଁମାନଙ୍କ ଏ ମୁକୁଟ ଧରି ସେମାନଙ୍କ ଦୌଡ଼ିବେ ପରମେଶ୍ୱରଙ୍କର ଅଗ୍ରସର କରିବେ, ତାଙ୍କର ଜୀବନ ଧନ୍ୟ ଅଟେ। ହାଲେଲୁୟା। ତେବେ ଏଇ ଯେ ଗିର୍ଜା ଉପାସନା, ଯେ ପ୍ରାର୍ଥନା ସର୍ବଦା ଆମ୍ଭେମାନଙ୍କ ଜାରି ରଖିବା ନିହାତି ଆବଶ୍ୟକ। ଯେ ପାହୁଲ ରୁମ୍ ସରରେ ଗୋଟେ କଥା କହିଲେ, ଯେ କେହି ତାଙ୍କ ନାମରେ ପ୍ରାର୍ଥନା କରିବେ ସେମାନଙ୍କ କଣ ପାଇବେ? ପରିତ୍ରାଣ ପାଇବେ। ପ୍ରେଜ୍ ଦ ଲର୍ଡ, ପରିତ୍ରାଣ ପାଇବେ। ହାଲେଲୁୟା। ତେଣୁ କରି ଯେଉଁ ପ୍ରାର୍ଥନା ଆମ୍ଭେ ବର୍ତ୍ତମାନ କରୁଛୁ, ଏଇଟା ପରମେଶ୍ୱରଙ୍କର ଆଗମନ ନ ହେବା ପୂର୍ବେ, ଅର୍ଥାତ୍ ଆମ୍ଭେମାନଙ୍କ ଯେପରି ପୃଥିବୀରେ ଆମ୍ଭେମାନଙ୍କ ଛାଡ଼ିକି ଆମେ କବର ଭିତରେ ନ ଯିବା ପର୍ଯ୍ୟନ୍ତ ଆମ୍ଭେମାନଙ୍କ ଧୈର୍ଯ୍ୟ କରି ଆମମାନଙ୍କ ରହିବା ନିହାତି ଆବଶ୍ୟକ। ହାଲେଲୁୟା। ଆମମାନଙ୍କ ଦୃଢ଼ ଧୈର୍ଯ୍ୟ ଧରି ଆମମାନଙ୍କ ରହିଲେ ଏ ସେବା ଉପାସନା ଆମ୍ଭମାନଙ୍କ ଯେଉଁ ମୁକୁଟ ଦିଆଯାଇଛି ତା କେବେ କେହି ହରଣ କରିପାରିବେ ନାହିଁ। ଯୀଶୁ ଖ୍ରୀଷ୍ଟ କହିଲେ, ମୋର ଶୀଘ୍ର ଆସୁଅଛି, ତୁମ୍ଭମାନଙ୍କ ଏଇ ଯେଉଁ ମୁକୁଟ ତୁମ୍ଭମାନଙ୍କର। ହାଲେଲୁୟା। ପ୍ରକାଶିତ ତାର 22 ତାର 12 ପଦରେ ଟିକେ ପଠନ କର। ଦେଖ ଆମ୍ଭେ ଶୀଘ୍ର ଆସୁଅଛୁ, ପ୍ରତ୍ୟେକ ଲୋକଙ୍କୁ ତାର କର୍ମ ଅନୁସାରେ ଫଳ ଦେବାକୁ ଆମ୍ଭର ପୁରସ୍କାର ଆମ୍ଭ ସଙ୍ଗରେ ଅଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତେବେ ଆମ୍ଭେମାନଙ୍କ ଯେଉଁ ଅପେକ୍ଷାରେ ବର୍ତ୍ତମାନ ଆମେ ଅଛୁ, ଏଟା ଶେଷ ପର୍ଯ୍ୟନ୍ତ ଆମମାନଙ୍କ ମରଣ ପର୍ଯ୍ୟନ୍ତ ଯଦି ଆମ୍ଭେ ଧରି ରଖିବା, ଗମନ କରିବା, ପ୍ରାର୍ଥନାରେ ଜାରି ରଖିବା, ଆମେ ଉପବାସରେ ଜାରି ରଖିବା, ତେବେ ଯୀଶୁ ଯେଉଁଦିନ ଆମ୍ଭେମାନଙ୍କ ବିବାହ କରିବା ପାଇଁ ଆସିବେ, ଆମମାନଙ୍କ ଖବର ପ୍ରାପ୍ତକୁ ଚାଲିଯିବା, ସେ ପର୍ଯ୍ୟନ୍ତ ଆମ୍ଭେମାନଙ୍କ ଧୈର୍ଯ୍ୟ ଆବଶ୍ୟକ। ପ୍ରକାଶିତ 14 ତାର 12 ପଦରେ ଟିକେ ପ୍ରେଜ୍ ଦ ଲର୍ଡ। ଏଠାରେ ସାଧୁମାନଙ୍କର ଅର୍ଥାତ୍ ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରୁଅଛୁ ଓ ଯୀଶୁଙ୍କ ପ୍ରତି ବିଶ୍ୱାସ କରୁଅଛୁ, ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ। ଏଇଠି ଧୈର୍ଯ୍ୟର ବିଷୟ ଆମମାନଙ୍କ ସୂଚନା ଦିଏ। କିନ୍ତୁ ଯେତେ ଜଣ ଆମେ ପରମେଶ୍ୱର ସାଧୁତା ଭାବରେ ରଖିଛନ୍ତି, ତେବେ ଏଇ ପ୍ରାର୍ଥନା, ଏଇ ଗିର୍ଜା, ଏଇ ଉପାସନା ଦିବାଦିନ ଦିବାରାତ୍ର ମଧ୍ୟରେ ସର୍ବଦା ଆମ୍ଭମାନଙ୍କ ଜାରି ରଖିବା ଆବଶ୍ୟକତା ରହିଛି। ଏଠାରେ ସାଧୁମାନେ ଅର୍ଥାତ୍ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ଲୋକମାନଙ୍କ ଆମେ କଣ ଦରକାର? ଧୈର୍ଯ୍ୟ ଆବଶ୍ୟକ। ହାଲେଲୁୟା, ହାଲେଲୁୟା। କେମିତି ଧୈର୍ଯ୍ୟ? 3 ଅଧ୍ୟାୟ ତାର ପ୍ରକାଶିତ 10 ପଦରେ, ତୁମେ ଆମ୍ଭର ଧୈର୍ଯ୍ୟର ବାକ୍ୟ ରଖିଅଛୁ, ଏହେତୁ ପୃଥିବୀ ନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମସ୍ତ ଜଗତ ଉପରକୁ ଯେଉଁ ପରୀକ୍ଷା କାଳ ଆସିଅଛି, ସେଥିରେ ଆମ୍ଭେ ମଧ୍ୟ ତୁମକୁ ରକ୍ଷା କରିବୁ। ହାଲେଲୁୟା। ଏଉ ଯେଉଁ ବାକ୍ୟ ଦିଆଯାଉଅଛି, ସେ ବାକ୍ୟ ଅନୁସାରେ ଆଜି ଆମ୍ଭେମାନଙ୍କୁ ଆଚରଣ କରିବା,
पुणी काली की दिन आचरण करिबा सर्वदा आचरण करिबा वाक्य अनुसार जेपरि वाक्य आमे सुनिछु सेही परि आमे मानको दिबा दिन दिबारात्र मध्य रे आमे सेही परि उपासना करिबा तेबे आमे मानको जीसुको आगमन बेले आमे मानको तांकर से विवाहित कन्या रूप रे आमानको कोन करिवो आह्वान करा जीवो प्रेज द लॉर्ड माथ्यू पुस्तक 25 तार 6 पद रे ठीक पठन करला ସେତେବେଳେ ସେଇ କନ୍ୟା ସମସ୍ତେ ସେତେବେଳେ ସେ କନ୍ୟା ସମସ୍ତେ ଆପଣ ଆପଣ ପ୍ରଦୀପ ସଜାଡ଼ିଲେ ସେମାନଙ୍କୁ ଆପଣା ଆପଣା ପ୍ରଦୀପ ସଜାଡ଼ିଲେ ହାଲେଲୁୟା ହାଲେଲୁୟା ଆଉ ଟିକେ ତଳକୁ ପଡେ କିନ୍ତୁ ନିର୍ବୁଦ୍ଧି ମାନେ ସୁବୁଦ୍ଧି ମାନଙ୍କୁ କହିଲେ କିନ୍ତୁ ନିର୍ବୁଦ୍ଧି ମାନେ ସୁବୁଦ୍ଧି ମାନଙ୍କୁ କହିଲେ ତେଲରୁ ଆମକୁ ଟିକେ ଦିଅ ତୁମର ତେଲ ଆମକୁ ଟିକେ ଦିଅ କାରଣ ଆମ ଦୀପ ସବୁ କାରଣ ଆମେ ଦୀପ ସବୁ କୋଣ ଲିପି ଯାଇ ଅଛି ମାତ୍ର ସୁବୁଦ୍ଧି ମାନେ ଉତ୍ତର ଦେଲେ ମାତ୍ର ସୁବୁଦ୍ଧି ମାନେ ଉତ୍ତର ଦେଲେ ନାଇଁ ନାଇଁ ତୁମ ଆମ ପାଇଁ ନାଇଁ ନାଇଁ ଆମେ ତୁମ ପାଇଁ ଘଣ୍ଟିବ ନାହିଁ ବରଂ ଦୋକାନୀ ମାନଙ୍କ ପାଖକୁ ବରଂ ଦୋକାନୀ ମାନଙ୍କ ନିକଟକୁ ତମେ ଯାଅ ଆପଣ ଆପଣ ନିମନ୍ତେ ଆପଣା ଆପଣା ନିମନ୍ତେ ତୈଳ କିଣି ଆଣେ ହାଲେଲୁୟା 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 ତେବେ ଜୁଏଲ ପୁସ୍ତକ 2 ଅଧ୍ୟାୟ ତାର 12 ପଦରେ ଟିକେ 11 12 ଟିକେ ପଠନ କର ହାଲେଲୁୟା ହାଲେଲୁୟା ପୁଣି ସଦାପ୍ରଭୁ ଆପଣା ସୈନ୍ୟ ସାମନ୍ତ ସମ୍ମୁଖରେ ସଦା ପ୍ରଭୁ ଆପଣା ସୈନ୍ୟ ସାମନ୍ତ ସମ୍ମୁଖରେ ଆପଣା ରୋଗ ଉଚ୍ଚାରଣ କରନ୍ତି ଆପଣାର ଉଚ୍ଚାରଣ କରନ୍ତି କାରଣ ତାହାଙ୍କ ଚାଉଣୀ ଅତି ବଡ଼ କାରଣ ତାଙ୍କ ସାଉଣୀ ଅତ ବଳ କାରଣ ତାହାଙ୍କର ବାକ୍ୟ ଯେ ସାଧନ କରେ ତାଙ୍କର ବାକ୍ୟ ଯେ ସାଧନ କରେ ସେ ବଳବାନ ସେ ବଳବାନ ହାଲେଲୁୟା ହାଲେଲୁୟା ତାଙ୍କର ବାକ୍ୟ ଯେଉଁ ମାନଙ୍କ ସାଧନ କରିବେ ସେମାନଙ୍କ କେମିତି ହେବ ବଳବାନ ହାଲେଲୁୟା ତାଳି ମାର ହାଲେଲୁୟା ଆମେ ବାକ୍ୟ ଯଦି ସାଧନ କରିବା କାର ବାକ୍ୟ ଈଶ୍ୱରଙ୍କ ବାକ୍ୟ ସେ ଈଶ୍ୱରଙ୍କ ବାକ୍ୟ କିଏ ଯୀଶୁ ଖ୍ରୀଷ୍ଟ ସେ ଯୀଶୁ ଖ୍ରୀଷ୍ଟଙ୍କ ଯଦି ଆମେ ସାଧନ କରିବା ତେବେ ଆମେ ମାନଙ୍କୁ କଣ ପାଇବା ପରିତ୍ରାଣ ପାଇବା ଉଦ୍ଧାର ପାଇବା ଶକ୍ତି ପାଇବା ଯେ ଦୁର୍ଦିନ କାଳରେ ସଂକଟ କାଳରେ ଆମେ ମାନଙ୍କ କଣ ହେବା ଆମେ ଠିଆ ହେଇ ପାରିବା ଆମେ ଅଟକିବା ନାହିଁ ଆମେ ଜାଗ୍ରତ ହେବା ସଚେତନ ହେବା ଏପିସି ତାର 100 ଅଧ୍ୟାୟ ତାର 12 ପଦରେ ଟିକେ ପଠନ କର ପ୍ରେଜ ଦ ଲର୍ଡ ହାଲେଲୁୟା ହାଲେଲୁୟା କାରଣ ଆମ୍ଭମାନଙ୍କ ଯୁଦ୍ଧ କାରଣ ଆମେ ମାନଙ୍କର ଯୁଦ୍ଧ ମର୍ତ୍ତ୍ୟ ବିରୋଧରେ ନୁହେଁ ମର୍ତ୍ତ୍ୟ ବିରୁଦ୍ଧରେ ନୁହଁ କିନ୍ତୁ ଆଧିପତ୍ୟ କିନ୍ତୁ ଆଧିପତ୍ୟ ବିରୁଦ୍ଧରେ କର୍ତ୍ତାପଣ ବିରୁଦ୍ଧରେ କର୍ତ୍ତାପଣ ବିରୁଦ୍ଧରେ ଏହି ଅନ୍ଧକାର ଜଗତପତି ବିରୁଦ୍ଧରେ ପୁଣି ଆକାଶ ମଣ୍ଡଳ ପୁଣି ଆକାଶ ମଣ୍ଡଳରେ ଦୁଷ୍ଟାତ୍ମା ବିରୁଦ୍ଧରେ ଆମ ମାନଙ୍କର ଯୁଦ୍ଧ ହାଲେଲୁୟା ହାଲେଲୁୟା ହେଉଛି ଦୁର୍ଦିନ କାଳ ପୁଣି ସଂକଟ କାଳ এই সময়ে ଯେଉଁ ଦିନ ଲୋକମାନଙ୍କ ଭୂତଗ୍ରସ୍ତ ଲାଗିବ ଯେଉଁ ଦିନ ସେମାନଙ୍କ ପୀଡ଼ା ଅବସ୍ଥା ଲାଗିବ ଯେଉଁ ଦିନ ସେମାନଙ୍କ ମୂର୍ଚ୍ଛାପଣ ହେବେ ସେତେବେଳେ ଆମେ ମାନଙ୍କ ଅଟଳ ହୋଇ ଜାଗ୍ରତ ରହି ଆମେ ପ୍ରାର୍ଥନା କରିବା ପରମେଶ୍ୱରଙ୍କ ନିକଟରେ ଆମେ ସାହସିକ ବଳବାନ ହେବା ପରମେଶ୍ୱରଙ୍କ ଶକ୍ତିରେ ଆମେ ଶକ୍ତିଯୁକ୍ତ ହେବା ସେବେ ଯାଏ ଆମେ ମାନଙ୍କ ସେଇ ଶୈତାନ ବିରୁଦ୍ଧରେ ଆମେ ମାନଙ୍କ ଦଣ୍ଡାୟମାନ ହେଇପାରିବା ପ୍ରେଜ ଦ ଲର୍ଡ ହାଲେଲୁୟା ଶୈତାନ ବିରୁଦ୍ଧରେ ଆମେ ଦଣ୍ଡାୟମାନ ହେବା ଶୈତାନ ବିରୁଦ୍ଧରେ ଆମମାନଙ୍କ ଯୁଦ୍ଧ କରିବା ଶୈତାନ ବିରୁଦ୍ଧରେ ଆମମାନଙ୍କ ତାଙ୍କ ସଂଗ୍ରାମ କରିପାରିବା ଯଦି ଆମେ ମାନଙ୍କ ଶାସିକ ବଳବାନ ନାହିଁ ଈଶ୍ୱରଙ୍କ ଶକ୍ତି ଯଦି ଆମେ ମାନଙ୍କଠାରେ ଯଦି ନାହିଁ ଆମେ ଯୁଦ୍ଧ କରିପାରିବା ନାହିଁ ପ୍ରେଜ ଦ ଲର୍ଡ ହାଲେଲୁୟା ହାଲେଲୁୟା ଏଥିପାଇଁ ଜିଜିକଲ ତାର 9 ଅଧ୍ୟାୟ 4 ପଦରେ ପଢନ୍ତୁ ପ୍ରେଜ ଦ ଲର୍ଡ ହାଲେଲୁୟା ହାଲେଲୁୟା ପଢ ପୁଣି ସଦାପ୍ରଭୁ ତାହାକୁ କହିଲେ ପୁଣି ସଦାପ୍ରଭୁ ତାକୁ କହିଲେ ତୁମେ ନଗର ମଧ୍ୟ ଦେଇ ଯାଅ ଜେରୁସାଲେମର ମଧ୍ୟ ଦେଇ ଯାଅ ଜେରୁସାଲେମ ମଧ୍ୟରେ ଦେଇ ଯାଅ ଓ ତହିଁ ମଧ୍ୟରେ କୃତ ସକଳ ଘୃଣ୍ୟ ଯୋଗ୍ୟ କ୍ରିୟା ସକାଶୁ ଘୃଣ୍ୟ ଯୋଗ୍ୟ ସକାଶେ ଯେଉଁ ଲୋକମାନେ ଦୀର୍ଘ ନିଶ୍ୱାସ ଯେଉଁ ଲୋକମାନଙ୍କ ଦୀର୍ଘ ନିଶ୍ୱାସ
ଛାଡ଼ନ୍ତି ଓ କାତରୁକ୍ତି କରନ୍ତି କାତରୁକ୍ତି କରନ୍ତି ସେମାନଙ୍କର କପାଳରେ ଚିହ୍ନ ଦିଅ। ସେମାନଙ୍କର କପାଳରେ ଚିହ୍ନ ଦିଅ। ପ୍ରେଜ୍ ଦ ଲର୍ଡ। ଯୋଉମାନଙ୍କ କାନ୍ଦିବେ, ଯୋଉମାନଙ୍କ ବିଳାପ କରିବେ, ଯୋଉମାନଙ୍କ ରୁଦ୍ଧନ କରିବେ, ସେମାନଙ୍କ ପାପ ସ୍ୱୀକାର କରିବେ, ସେମାନଙ୍କ ପାଇଁ କଣ କପାଳରେ ଚିହ୍ନ ଦିଅ? ପବିତ୍ର ଆତ୍ମା ଚିହ୍ନ ତାଙ୍କ ଉପରେ ଦିଅ। 1,84,000 ସଂଖ୍ୟା ଦେବା ପାଇଁ ପରମେଶ୍ୱର କଥା କହିଛନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ସତ୍ୟକାରୀ ପ୍ରାର୍ଥନା ମାନଙ୍କ ପରମେଶ୍ୱର ଶୁଣନ୍ତି। ସତ୍ୟକାରୀ ପ୍ରାର୍ଥନା ମାନଙ୍କର ପ୍ରାର୍ଥନା ପରମେଶ୍ୱର ଶ୍ରବଣ କରନ୍ତି। ହାଲେଲୁୟା ହାଲେଲୁୟା। ମାଥ୍ୟୁ 6 ଅଧ୍ୟାୟ ତାର 5 ରୁ 8 ପର୍ଯ୍ୟନ୍ତ ଟିକେ ପଠନ କର। 5 ରୁ 8। ପ୍ରାର୍ଥନା କରିବା ସମୟରେ ପ୍ରାର୍ଥନା କରିବା ସମୟରେ କପଟି ମାନଙ୍କ ପରି ହୁଅ ନାହିଁ, କାରଣ ସେମାନେ ଲୋକ ଦେଖାଇବା ପାଇଁ ସମାଜ ଗୃହ ଓ ଛକ କୋଣରେ ଠିଆ ହୋଇ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି। ମୁଁ ତୁମମାନଙ୍କୁ ସତ୍ୟ କହୁଛି, ସେମାନେ ଆପଣା ପୁରସ୍କାର ପାଇଅଛନ୍ତି। କିନ୍ତୁ ତୁମେ ପ୍ରାର୍ଥନା କରିବା ସମୟରେ ତୁମର ଗୁପ୍ତ କୁଟରୀରେ ପ୍ରବେଶ କର। ପୁଣି ତୁମର ଦ୍ୱାର ରୁଦ୍ଧ କରି ଗୋପନରେ ଥିବା ତୁମ ପିତାଙ୍କ ସାମୁରେ ପ୍ରାର୍ଥନା କର। ଆଉ ତୁମର ପିତା ଗୋପନରେ ଦେଖନ୍ତି, ସେ ତୁମକୁ ଫଳ ଦେବେ। ପୁଣି ପ୍ରାର୍ଥନା କରିବା ସମୟରେ ବିଜାତୀୟ ମାନଙ୍କ ପରି ଅନର୍ଥକ ପୁନରୁକ୍ତି କର ନାହିଁ, କାରଣ ସେମାନେ ବହୁତ କଥା କହିବାରୁ ସେମାନଙ୍କ ପ୍ରାର୍ଥନା ଶୁଣାଯିବ ବୋଲି ମନେ କରନ୍ତି, ମାତ୍ର ଶୁଣାଯିବ ନାହିଁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଗୋପନ କୋଠରୀ ଭିତରେ କବାଟ ରୁଦ୍ଧ କରିକି ଆମମାନଙ୍କ ନିଃଶବ୍ଦରେ ପ୍ରାର୍ଥନା କଲେ ପରମେଶ୍ୱର ଆମମାନଙ୍କ ପ୍ରାର୍ଥନା ଶ୍ରବଣ କରିବେ। ହାଲେଲୁୟା ହାଲେଲୁୟା। ଆମମାନଙ୍କ ସକୁ ରୁଦ୍ଧ ମାନେ ସକୁରେ ସେ ସକୁ ଘୋଡୁଥାଉ, ଆଉ ହୃଦୟ ଖୋଲି ଯାଉ, କିନ୍ତୁ ଆମେ ଉଚ୍ଚ ସ୍ୱରରେ ପ୍ରାର୍ଥନା କରିବା ଆବଶ୍ୟକ ନାହିଁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା ହାଲେଲୁୟା। ଏ ସ୍ୱର୍ଗସ୍ଥ ବିଧ ତୁମେ ସ୍ୱର୍ଗରେ ଅଛୁ, ମୋର ପିତୃପୁରୁଷ ମାନଙ୍କର ପାପ ଅଧର୍ମ କ୍ଷମା ଦିଅ। ମୋର ପିତୃପୁରୁଷ ମାନଙ୍କର ପାପ ପାଇଁ କ୍ଷମା ଦିଅ। ମୋର ପିତା ମୋର ମାତାଙ୍କର ପାପ ପାଇଁ କ୍ଷମା ଦିଅ। ମୋର ବାଲ୍ୟ କାଳ ଠାରୁ ଯୌବନ କାଳ ପର୍ଯ୍ୟନ୍ତ ପାପ କଣ କର? କ୍ଷମା କର। ତେବେ ପରମେଶ୍ୱର, ମୁଁ ଜଣେ ପାପୀ ଅଟେ, ମୁଁ ଜଣେ ଧାର୍ମିକ ନୁହେଁ, ମୁଁ ଜଣେ ଜ୍ଞାନୀ ନାହିଁ, ମୁଁ ଜଣେ ପଣ୍ଡିତ ନାହିଁ, ମୁଁ ଜଣେ ଯେକୌଣସି ବୁଦ୍ଧି ନାହିଁ, ମାତ୍ର ତୁମ ନିକଟରେ କୃଷ ତଳେ ମୁଁ ବିନୟ କରିଅଛି। ମୋର ବାଲ୍ୟ କାଳ ଠାରୁ ଯୌବନ କାଳ ପର୍ଯ୍ୟନ୍ତ ପାପ ମୁଁ କଣ କର ବୋଲି ପ୍ରାର୍ଥନା କରିବା? କ୍ଷମା କର। ପରମେଶ୍ୱରଙ୍କ କଣ ବଧିର ଟାକି ଗୁଙ୍ଗା ଟାକି? ହାଲେଲୁୟା। ତେଣୁ କରି ଆମେ କଣ କେମିତି ପ୍ରାର୍ଥନା କରିବା? ନିଃଶବ୍ଦରେ, ମାତ୍ର ଆମମାନଙ୍କ ସକୁର ଲୁତକ ଜରିଥାଉ, ଆମମାନଙ୍କ ହୃଦୟ ଉନ୍ମୁକ୍ତ କର, ଆମ ହୃଦୟ ଗଞ୍ଜଣା ରଖ। ପ୍ରଭୁ ବୋଲି କହିଲେ ପ୍ରଭୁ ନିଶ୍ଚିନ୍ତ ଓହ୍ଲାଇ ଆସିବ। ଧାର୍ମିକ ମାନଙ୍କ ପ୍ରାର୍ଥନା ପରମେଶ୍ୱର କଣ କରିବେ? ଶ୍ରବଣ କରିବେ। ତାର 147 ତାର 15 ଅଧ୍ୟାୟ ଟିକେ ପଠନ କର। 15 ନା 20 ପଢେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ସେ ପୃଥିବୀରେ ଆପଣ ଆଜ୍ଞା ପ୍ରେରଣ କରନ୍ତି। ସେ ଆପଣା ପୃଥିବୀରେ ପ୍ରେରଣ କରନ୍ତି। ତାଙ୍କର ବାକ୍ୟ ଅତି ଶୀଘ୍ର କଣ ହେବ? ଦୌଡ଼ଇ। ସେ ସ୍ୱର୍ଗରେ ଥିଲେ ମଧ୍ୟ ପରମେଶ୍ୱରଙ୍କର ଆଜ୍ଞା ପୃଥିବୀରେ ଯୋଉ ଧାର୍ମିକ ମାନଙ୍କର ପ୍ରାର୍ଥନା ଶ୍ରବଣ କରି ଯୀଶୁ ଖ୍ରୀଷ୍ଟ ଜଗତକୁ ଦୌଡ଼ି ଆସିବ।
प्रेज द लॉर्ड हालेलुया हम मान को प्रार्थना से श्रवण करिवे कोन पई से मते डाकी चंती परमेश्वर सुनंती से परमेश्वर माने बधिर नहंती से गुंगा नहंती से परमेश्वर सुनिबा परमेश्वर से शक्ति देबा परमेश्वर आज आमान को निकट रे परमेश्वर को निकट रे प्रार्थना कर ताको निकट रे आबे निवेदन करबा 147 तारो टिके 8-9 टिके पठन कर से आकाश को मेघमाला रे आच्छन्न करंती से पृथ्वी निमंते वृष्टि प्रस्तुत करंती से माने पृथ्वी को प्रस्तुत करंती वृष्टि प्रस्तुत करंती से पर्वत गण कोन हेबो तृण उत्पन्न करंती हालेलुया से परमेश्वर आकाश रे मेघ आच्छन्न करंती पुणी पृथ्वी रे कोन होंती तृण उत्पन्न हुए बा पर्वतमाला मध्य तृण उत्पन्न हुए तृण बुझुछु ना मा माने हां कोनटा सेरा घास जदि हमर प्रार्थना जदि परमेश्वर सुनिले निश्चिंत आकाश रु कोन हेबो पृथ्वी रे लोक मानक निकट रे परमेश्वरकर आत्मा कोन हेबो दळा जीव हालेलुया आमे तृण सदृश अछु परमेश्वर तांकर आत्मा डाली देबे आत्मा डाली आमे मानको कोन हेबा आमानको बढिबा ज्ञान रे बढिबा बुद्धि रे बढिबा शक्ति रे बढिबा आमे मानको शक्ति बिहुने कोन सी आमे करि पारिबा नाही हालेलुया हालेलुया से जिसाई 55 तारो 6 पद रे टिके पठन कर परंतु जे पर्यंत सदाप्रभु को उद्देश्य मिलु जे पर्यंत सदाप्रभु को उद्देश्य मिलु से पर्यंत तुमे माने तांको अन्वेषण कर जे पर्यंत से निकट रे अछंती जे पर्यंत तुमे ता निकट रे अछंती से पर्यंत तांकोटारे प्रार्थना कर हालेलुया हालेलुया प्रेज द लॉर्ड हालेलुया वर्तमान प्रभु पुणी आम संगे रहिबा समय रे थिबा समय रे आमे कोन करिबा मा माने कोन करिबा प्रार्थना करिबा प्रभु नथिबा स्थल रे आमे बिला पर रडिले म देखिछि प्रेज द लॉर्ड हालेलुया प्रभु जत्तेबेला आम संगे अछि जत्तेबेला आम संगे परमेश्वर अछि सेतेबेला आमे मानक दीर्घ निश्वास करिबा कातरुक्ति करिबा परमेश्वरंकर आमर प्रार्थना सुनिबे तान आमर रब सुनिला परे सेई निजे पवित्र आत्मा हुलाई मुद्रांकित चिन्ह देबे कपाळ रे हालेलुया बिना आत्मा रे बिना ईश्वर रे जदि आमे बिलुआ पर रडिले परमेश्वर आमे मानको आत्मा पठेबे कि नाही बिना आत्मा रे प्रार्थना करिया को दरकार नाही तेणु करी जो उद्देश्य तुम्बे मिलु अछु से उद्देश्य तुम्बे मानको कोन करो प्रार्थना कर पुणी तुम मानको प्रार्थना परमेश्वर कोन करिवे श्रवण करिवे एडा बिना आत्मा रे हेबो नाही प्रार्थना बिना आत्मा रे गिरजा उपासना हेबो नाही बिना आत्मा रे ईश्वर को वाक्य आमे मानको श्रवण करिवार नाही शक्ति पाई परमेश्वर को सेवा करिया को पड़िबो प्रभु को पठित वाक्य दे आमानको आशीर्वाद करन्तु आमेन समस्त नमस्कार।